ଆପଣଙ୍କ ହସ୍ତକୁ ବାଇବଲ ନିଅନ୍ତୁ। ଏସ୍ତର ପୁସ୍ତକ 8 ଅଧ୍ୟାୟ 3 ପଦରୁ। ଏଷ୍ଟର ରାଜାଙ୍କ ନିକଟରେ ପୁନର୍ବାର ନିବେଦନ କଲା, ପୁଣି ଜିହୁଦୀୟମାନଙ୍କ ପ୍ରତିକୂଳରେ ଅଗାଗୀୟ ହାମାନର କୃତ ଅମଙ୍ଗଳ ଓ ତାହାର କଳ୍ପିତ କଳ୍ପନା ନିବାରଣାର୍ଥେ ତାହାର ଚରଣରେ ପଡ଼ି ରୋଦନ କରି ପ୍ରାର୍ଥନା କଲା। ଏକ ଭୟଙ୍କର ସମସ୍ୟା ସେଦିନ ସେ ଦେଶରେ ସଞ୍ଚାରିତ ହେଉଥିଲା। ସେ ସମସ୍ୟା କ'ଣ? ମାନେ ଜିହୁଦୀମାନଙ୍କୁ ହତ୍ୟା କର। ଜିହୁଦୀମାନେ ବଞ୍ଚିବା ଦରକାର ନାହିଁ। ଜଣକୁ ନୁହଁ, 2 ଜଣକୁ ନୁହଁ, 3 ଜଣକୁ ନୁହଁ, ସମସ୍ତ ଜିହୁଦୀମାନଙ୍କୁ ହତ୍ୟା କରିବା ଦରକାର। ଏହା ସେଦିନ ଏକ ଦୁଷ୍ଟ ହାମାନ ତାହାର ଦୁଷ୍ଟ ଚିନ୍ତା ଓ ବୁଦ୍ଧି ଦ୍ୱାରା ଜିହୁଦୀମାନଙ୍କ ପାଇଁ କରିବାକୁ ଥିବା ଅମଙ୍ଗଳ ଜିହୁଦୀମାନଙ୍କୁ ସମ୍ପୂର୍ଣ୍ଣ ରୂପେ ସେ ଦେଶରୁ ଉଚ୍ଛିନ୍ନ କରିବାକୁ ଯାଉଅଛି। ଏହି ବିଷୟ ଜାଣିଥିବା ମର୍ଦ୍ଦଖୟ ଏଷ୍ଟରଙ୍କର ପିତା ସମାନ ଏଷ୍ଟରଙ୍କୁ ଖବର କଲେ। ଏଷ୍ଟର ରାଣୀକୁ ଖବର କରିଥିଲେ, ମା, ଜିହୁଦୀମାନଙ୍କୁ ହତ୍ୟା କରିବା ପାଇଁ ଜଣେ ସୁଦ୍ଧା ବଞ୍ଚିବା ଦରକାର ନାହିଁ ବୋଲି। ହାମାନ ଅମଙ୍ଗଳ ଚିନ୍ତାରେ ରାଜାଙ୍କୁ ବିଶ୍ୱାସ ଜନ୍ମାଇ ଆମ୍ଭମାନଙ୍କ ଜୀବନକୁ ବିପଦ ଆଣିଅଛି। ବଞ୍ଚିବା ଅବକାଶ ନାହିଁ। ରାଜାଙ୍କର ଏହି ଆଜ୍ଞା ପରିବର୍ତ୍ତନ କରିବାକୁ କେହି ନାହାନ୍ତି। କ'ଣ କରିବ ଜଣାନାହିଁ, ତାହା ତୁମ ହାତରେ ଅଛି। ଏଷ୍ଟର ଉତ୍ତର କ'ଣ କଲା? ମାନେ ରାଜାଙ୍କର ଅନୁମତି ନଥାଇ ରାଣୀ ବି ରାଜାଙ୍କ ନିକଟକୁ ଯିବା ଦରକାର ନାହିଁ। ଯଦି ରାଜାଙ୍କର ବିନା ଅନୁମତିରେ ରାଣୀ ଯଦି ଗଲା, ମାନେ ରାଜା ମାରିଦେବା ନିମନ୍ତେ ମୃତ୍ୟୁଦଣ୍ଡ ଦେଇପାରନ୍ତି। ମୋର ଆଦେଶ ବିନା, ମୋର ପରମିଶନ ବିନା ମୋ ପାଖକୁ କେମିତି ଆସିଲ? ଏହା ସେ କହି ମୃତ୍ୟୁଦଣ୍ଡ ସେ ଦେଇପାରନ୍ତି। ଏହି ପ୍ରକାର ଏକ କଠିନକର ନିୟମ ଥିବା ସେହି ଦେଶରେ ଏଷ୍ଟର କହିବା କଥା କ'ଣ? ମାନେ ରାଜାଙ୍କର ବିନା ଅନୁମତିରେ ମୁଁ ଯିବା, ତାହା ସାହସଯୁକ୍ତ କାର୍ଯ୍ୟ, କିନ୍ତୁ ଯଦି ମୁଁ ଯାଏ ମୋ ଜୀବନ ମଧ୍ୟ ଚାଲିଯିବ। ସେତେବେଳେ ମର୍ଦ୍ଦଖୟ ତାଙ୍କୁ କ'ଣ କହିଲା? ମାନେ ଜିହୁଦୀମାନଙ୍କୁ ରକ୍ଷା କରିବା ପାଇଁ ପ୍ରଭୁ କେଜାଣି ତୁମକୁ ରାଣୀ କରି ରଖିଅଛନ୍ତି ବୋଧେ। ତୁମ ଜୀବନ ବଞ୍ଚେଇବା ପ୍ରକ୍ରିୟାରେ ଜିହୁଦୀମାନଙ୍କ ଜୀବନ ଯଦି ତମେ ବିପଦରେ ପକେଇଲେ, ଜିହୁଦୀମାନଙ୍କ ପାଇଁ ସାହାଯ୍ୟ ଅନ୍ୟ ଦିଗରୁ ଆସିବ। କିନ୍ତୁ ସାହାଯ୍ୟ କରିପାରିବାକୁ ଥିବା, ତମେ ଯଦି ସାହାଯ୍ୟ ନ କରି ଜୀବନ ବଞ୍ଚେଇବା ପାଇଁ ତମେ ଯଦି ଚାହିଁଲେ, ଏପରି ଅବହେଳିତ ଜୀବନ ଯଦି ପ୍ରକାଶ କରିବ, ମାନେ ତାର ମୂଲ୍ୟ ନିଶ୍ଚିନ୍ତ ଭୋଗିବ। ଏହି ବାର୍ତ୍ତା ଶୁଣିଥିବା ଏସ୍ତର କ'ଣ ବୋଲି ଉତ୍ତର ଦେଇଥିଲା ଜାଣନ୍ତି କି? ମୁଁ ବିନଷ୍ଟ ହେଲେ ବିନଷ୍ଟ ହେବି, ମୁଁ ମରିଲେ ବି କିଛି ଯାଏ ଆସେନି, କିନ୍ତୁ ଈଶ୍ୱର ମନୋନୀତ କରିଥିବା ଜିହୁଦା ଦେଶର ଲୋକମାନେ ମାତ୍ର ବଞ୍ଚି ରହିବା ଦରକାର। ସେଦିନ ଏସ୍ତର ଏହି ନିଷ୍ପତ୍ତିଟି ନେଇଥିଲା। ମୁଁ ମରିଲେ କିଛି ଯାଏ ଆସେନି, ଜିହୁଦୀମାନେ ବଞ୍ଚିବା ଦରକାର। କାହିଁକି ଏପରି? ମାନେ ଜିହୁଦା ଗୋତ୍ରରୁ ଜଗତର ଉଦ୍ଧାରକର୍ତ୍ତା ଯୀଶୁ ଜନ୍ମ ହେବାକୁ ଯାଉଛନ୍ତି। ଏହା ଜାଣିଥିବା ଶୟତାନ ସର୍ବପ୍ରକାରର ଚେଷ୍ଟା ସେ କରିଥିଲା ଯୀଶୁଖ୍ରୀଷ୍ଟ ଯେପରି ଜନ୍ମ ନ ହୁଅନ୍ତୁ ବୋଲି। ଜଗତରୁ ଜିହୁଦୀମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛିନ୍ନ କଲେ, ଆହୁରି ଯୀଶୁଖ୍ରୀଷ୍ଟ ଜନ୍ମ ହେବାର ଅବକାଶ ନାହିଁ ବୋଲି ସେ ପ୍ରାରମ୍ଭରୁ ଶୟତାନ ଏହି ଚେଷ୍ଟା କରି ଆସୁଅଛି। ଯଦି ଆପଣ ଜାଗ୍ରତରେ ଧ୍ୟାନ କଲେ, ଇସାକ ରିବିକା ସନ୍ତାନ ନଥିଲା ବେଳେ ପ୍ରାର୍ଥନା କଲେ। ବିଶେଷ କରି ଇସାକ ପ୍ରାର୍ଥନା କଲା, ହେ ପ୍ରଭୁ, ଆମର ସନ୍ତାନ ନାହିଁ ପ୍ରଭୁ,
ମୋ ସ୍ତ୍ରୀ ବାଞ୍ଜଣୀ ବୋଲିବା ପଦ ଶୁଣି ସହିପାରୁନି ପ୍ରଭୁ। ଏହିପରି ପ୍ରାର୍ଥନା କଲାବେଳେ ପ୍ରଭୁ କ'ଣ କରିଥିଲେ? ଉତ୍ତର ଦେଲେ। ଗୋଟିଏ ସନ୍ତାନ ଯଥେଷ୍ଟ ବୋଲିବା ସମୟରେ ଦୁଇଟି ପ୍ରଦାନ କଲେ, ଏସୋ, ଯାକୁବ। ପ୍ରିୟ ଭଉଣୀ ଓ ଭାଇମାନେ, ମୁଁ ପ୍ରଚାର କରୁଥିବା ପ୍ରଭୁଙ୍କ ନିକଟକୁ ଯଦି ଆସି ଆପଣ ପ୍ରାର୍ଥନା କରିଲେ, ପ୍ରଥମେ କ୍ଷଣିକ ପାଇଁ ଆଶୀର୍ବାଦ କରିବା ପ୍ରଭୁ ନୁହନ୍ତି। ଦ୍ୱିତୀୟରେ ଯେମିତି ଇଚ୍ଛା ସେମିତି ବିଷୟ ଦେବା ପ୍ରଭୁ ନୁହନ୍ତି। ସେ ତୁମକୁ ଆଶୀର୍ବାଦ କଲେ, ସେ ତୁମର ମଙ୍ଗଳ କଲେ। ଆପଣ ମାଗିବା ଅପେକ୍ଷା, ଆପଣ ଭାବିବା ଅପେକ୍ଷା ଅତ୍ୟଧିକ ଭାବରେ ପ୍ରଦାନ କରିବା ଈଶ୍ୱର ମୋହର ପ୍ରଭୁ ଯୀଶୁଖ୍ରୀଷ୍ଟ। ପିଲାମାନେ ନାହାନ୍ତି ପ୍ରଭୁ, ଗୋଟିଏ ସନ୍ତାନ ବି ଜନ୍ମି ନାହିଁ ବୋଲି ଇସାକ ଲୁହ ଝରାଇଲେ ଓ ତାଙ୍କ ନିକଟରେ ପ୍ରାର୍ଥନା କଲେ। ପ୍ରଭୁ କ'ଣ କଲେ? ଡବଲ ବ୍ଲେସିଂ, ଦ୍ୱିଗୁଣର ଆଶୀର୍ବାଦ। ଈଶ୍ୱର ଦୁଇଟି ସନ୍ତାନ ଦେଲେ, ଏସୋ, ଯାକୁବ। କିନ୍ତୁ ଦୁଃଖ ବିଷୟ କ'ଣ? ମାନେ ଏସୋ ମାତ୍ର ଜାଗତିକ ଅନୁସାରେ ବଞ୍ଚି ବ୍ୟଭିଚାର କରି ବଞ୍ଚୁଥିଲା। ଯାକୁବ ମଧ୍ୟ କିଛି କାଳ ପ୍ରବଞ୍ଚକ ପରି, ଗୋଟିଏ ଠକାମି ପରି ତା ଜୀବନରେ ବଢ଼ୁଥିଲେ ବି ମାତ୍ର ଗୋଟିଏ ଦିନ ଯାକୁବ ତା ଜୀବନକୁ ପ୍ରଭୁଙ୍କଠାରେ ସମର୍ପଣ କରିଥିଲା। ପ୍ରଭୁ, କେତେ କାଳ ମୁଁ ପ୍ରବଞ୍ଚକ ରହିବି? ଆଉ କେତେ କାଳ ମୁଁ ମାୟା ଲୋକ ପରି ରହିବି? ଗୋଟିଏ ଠକାମି ହୋଇ ରହିବି? ନାହିଁ ପ୍ରଭୁ, ଏହି ପ୍ରବଞ୍ଚକର ଜୀବନ ମୋତେ ଦରକାର ନାହିଁ। ଏହି ଠକନକର ଜୀବନ ମୁଁ ଚାହେଁ ନାହିଁ। ମୋତେ ତୁମର ଆଶୀର୍ବାଦ ଦରକାର, ମୋତେ ତମେ ଦରକାର ବୋଲି ଯାକୁବ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲା, ଯୁଦ୍ଧ କଲା। ତା ଫଳରେ ଈଶ୍ୱର ପ୍ରବଞ୍ଚକ ଥିବା ସେହି ଯାକୁବଙ୍କୁ ଇସ୍ରାଏଲ ରୂପରେ ବଦଳେଇ ଦେଲେ। ପ୍ରିୟ ଭଉଣୀ ଓ ଭାଇମାନେ, ଆପଣଙ୍କୁ ସମ୍ପତ୍ତି ରହି, ଧନ ରହି, ସୌନ୍ଦର୍ଯ୍ୟ ରହି, ସମସ୍ତେ ରହି, ସବୁ କିଛି ରହିଲା ବେଳେ ବି ଈଶ୍ୱର ଯଦି ତୁମ ସହବର୍ତ୍ତୀ ନୁହନ୍ତି, ମାନେ ଶୂନ। କ'ଣ? ସବୁ ଥିଲେ ବି, ଧନ ଥିଲେ ବି, ସମ୍ପତ୍ତି ଥିଲେ ବି, ଐଶ୍ୱର୍ଯ୍ୟ ଥିଲେ ବି, ସୌନ୍ଦର୍ଯ୍ୟ ଥିଲେ ବି, ଅଧିକାର ଥିଲେ ବି, ସମସ୍ତେ ଥିଲେ ବି, ମୋହର ପ୍ରଭୁ ଯୀଶୁଖ୍ରୀଷ୍ଟ ଯଦି ତୁମ ସହବର୍ତ୍ତୀ ନାହାନ୍ତି, ମାନେ ତୁମଠାରେ ଥିବା ସବୁ କିଛି ବି ଶୂନ। ଏବେ ଜାଗ୍ରତରେ ଶୁଣନ୍ତୁ। ତୁମକୁ ଐଶ୍ୱର୍ଯ୍ୟ ନଥିଲେ ବି, ରୂପରେଖା ନଥିଲେ ବି, ଧନ ସମ୍ପଦ ନଥିଲେ ବି, ତମେ ଜଣେ ଅନାଥ ହୋଇଥିଲେ ବି, ଯୀଶୁଖ୍ରୀଷ୍ଟ ଯଦି ତୁମରି ସହବର୍ତ୍ତୀ ଅଛନ୍ତି, ମାନେ ତୁମ ପରି ଭାଗ୍ୟବାନ ଏହି ଜଗତରେ ଆଉ କେହି ନାହାନ୍ତି। ଆଜି ଆମ ମଧ୍ୟରେ କେହି ଅଛନ୍ତି କି? ଏ ଜଗତରେ ମୋତେ କେହି ନାହିଁ ଆଜ୍ଞା, କିନ୍ତୁ ମୋତେ ଯୀଶୁ ଅଛନ୍ତି ବୋଲି କହିବା ଲୋକେ ହାତ ଦେଖାନ୍ତୁ। ଆପଣଙ୍କ ପରି ଭାଗ୍ୟବାନ ଲୋକ ଆଉ କେହି ନାହାନ୍ତି। ଏବେ ଆଉ ଏକ ପ୍ରଶ୍ନ। ପ୍ରଭୁ ଆପଣଙ୍କୁ ସବୁ ଦେଲେ ବି ଯଦି ପ୍ରଭୁ ତୁମ ସହବର୍ତ୍ତୀ ନାହାନ୍ତି, ମାନେ ଏପରି ଜୀବନ ତୁମକୁ କାହାକୁ ଦରକାର କି? ପ୍ରଭୁ ମୋତେ ଅନାବଶ୍ୟକ ବ୍ରଦର, କିନ୍ତୁ ମୋତେ ଆବଶ୍ୟକ ଥିବା ସମ୍ପତ୍ତି, ଧନ ଓ ସୌନ୍ଦର୍ଯ୍ୟ, ଏହି ସମସ୍ତ ମୋତେ ଥିଲେ ଯଥେଷ୍ଟ ବୋଲି କହିବା ଲୋକେ ହାତ ଉଠେଇ ଦେଖେଇବେ କି? କେହି ନାହାନ୍ତି। ତାମାନେ ଆଜି ଆପଣଙ୍କୁ ମୋତେ ଆବଶ୍ୟକ ଅଛି। ପୁନର୍ବାର କହୁଛି, ରୂପରେଖା ନୁହେଁ, ଧନ ସମ୍ପଦ ନୁହେଁ, ଅଧିକାର ନୁହେଁ, ସମସ୍ତେ ନୁହନ୍ତି। ଯଦି ତମେ ଅନାଥ ହୋଇଥିଲେ ମଧ୍ୟ ଜଗତକୁ ସୃଷ୍ଟି କରିଥିବା ସୃଷ୍ଟିକର୍ତ୍ତା ଈଶ୍ୱର ଯଦି ତୁମରି ସହବର୍ତ୍ତୀ ଅଛନ୍ତି, ତେବେ ତୁମ ପରି ଭାଗ୍ୟବାନ ଆଉ କେହି ନାହାନ୍ତି। ଦୟାକରି ଏହି ବାସ୍ତବ ତୁମେ ଆପଣା ମନରେ ଓ ଅନ୍ତରରେ ଧରି ରଖ। ଏହା ଏକ ଅଦ୍ଭୁତକର ସତ୍ୟ। ଏହି ସତ୍ୟଟିକୁ କେହି ବି ତ୍ୟାଗ କରନ୍ତୁ ନାହିଁ। ଯାକୁବଙ୍କୁ ସବୁ ଅଛି ଆଜ୍ଞା, ଧନ ସମ୍ପଦ ଅଛି, ସମସ୍ତେ ଅଛନ୍ତି, ଭାର୍ଯ୍ୟା ପିଲାମାନେ ଅଛନ୍ତି, ସବୁ ଅଛି। ଶେଷରେ ସେ କ'ଣ ବୁଝିପାରିଥିଲା? ମାନେ ମୋତେ ସବୁ କିଛି ଥିଲାବେଳେ ବି, ସମସ୍ତେ ଥିଲାବେଳେ ବି ଈଶ୍ୱରଙ୍କର ଆଶୀର୍ବାଦ ମୋତେ ନାହିଁ ଜାଣିପାରିଲା। ସେଥିପାଇଁ ସେ କ'ଣ କଲା? ସେହି ଆଶୀର୍ବାଦ ନିମନ୍ତେ ଯୁଦ୍ଧ କଲା।
ବିଳାପ କଲା, ପ୍ରାର୍ଥନା କଲା ଓ ସଂଘର୍ଷ କଲା, ପ୍ରଭୁଙ୍କ ଆଶୀର୍ବାଦ ପାଇପାରିଲା। ତା ଫଳରେ ଯାକୁବ ନାମରେ ଥିବା ବ୍ୟକ୍ତି ଟିକିଏ ଇସ୍ରାଏଲ ବୋଲିବା ନାମ ସେ ପାଇପାରିଲା। ତାଙ୍କ ନାମରେ ହିଁ ଗୋଟିଏ ଦେଶକୁ ପରମେଶ୍ୱର ଉତ୍ପନ୍ନ କଲେ, ସେହି ଦେଶ ଇସ୍ରାଏଲ ଦେଶ। ଆଜି ସାରା ବିଶ୍ୱରେ ବହୁତ ସାନ ଦେଶ, କେବଳ ଗୋଟିଏ ଛୋଟ ଦେଶ, କିନ୍ତୁ ସାରା ବିଶ୍ୱକୁ ପ୍ରଭାବିତ କରିପାରିବା ଏକ ମହାନ ଦେଶ ଭାବରେ ଇସ୍ରାଏଲ ବୃଦ୍ଧି ପାଉଅଛି। ଗତ ବର୍ଷରେ ଇସ୍ରାଏଲ ଲୋକଙ୍କ ବିରୁଦ୍ଧରେ ବହୁତ 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 ଯୁଦ୍ଧ ଘଟିଥିଲା। ଯେତେ ଯୁଦ୍ଧ ଘଟିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଇସ୍ରାଏଲ ଦେଶକୁ ପରାଜୟ କରିନାହାନ୍ତି। କାରଣ ଜାଣନ୍ତି କି ଇସ୍ରାଏଲ ଦେଶକୁ ରକ୍ଷା କରିବା ପ୍ରଭୁ ନିଦ୍ରା ଯାଆନ୍ତି ନାହିଁ, ଢୋଳାନ୍ତି ନାହିଁ। ସେ ସୈନ୍ୟାଧିପତି ସଦାପ୍ରଭୁ ଯୀଶୁଖ୍ରୀଷ୍ଟ। ଛୋଟ ଦେଶ ମାତ୍ର ତାହାର ସହବର୍ତ୍ତୀ ଈଶ୍ୱର ଅଛନ୍ତି। ପ୍ରିୟ ଭଉଣୀ ଓ ଭାଇମାନେ, ହୁଏତ ତମେ ଗୋଟିଏ ଛୋଟ ବ୍ୟକ୍ତି ହୋଇଥାଇପାର, ସ୍ମରଣ ନଥିବା ବ୍ୟକ୍ତି ହୋଇପାର, ଦୁର୍ବଳ ବ୍ୟକ୍ତି ହୋଇଥାଇପାର। ତୁମର ଆର୍ଥିକ ଓ ତୁମ ଦରମା ବହୁତ କମ୍ ହୋଇଥାଇପାରେ। ତୁମେ କରୁଥିବା କାମ ବହୁତ ଛୋଟ ହୋଇଥାଇପାରେ। କିନ୍ତୁ ପ୍ରଭୁ ଯଦି ତୁମ ସହବର୍ତ୍ତୀ ଅଛନ୍ତି, ମାନେ ପୁଣି କହୁଛି, ଦେଶ ଦେଶକୁ ଶାସନ କରୁଥିବା ସେମାନଙ୍କ ଅପେକ୍ଷା ପ୍ରଭୁଙ୍କର ସଙ୍ଗ ଥିବା ତମେ ଈଶ୍ୱରଙ୍କ ଦୃଷ୍ଟିରେ ବହୁତ ମହାନ ବ୍ୟକ୍ତି, ଭୁଲନ୍ତୁ ନାହିଁ। ଏଷ୍ଟର ପାଖରୁ କାହିଁକି ଆମେ ଯାକୁବ ନିକଟକୁ ଆସିଲୁ? ଆସନ୍ତୁ କହିବି। ଯାକୁବ ମାତ୍ର ତାଙ୍କ ଜୀବନ ପ୍ରଭୁଙ୍କୁ ସମର୍ପଣ କରି ପ୍ରଭୁଙ୍କଠାରୁ ଆଶୀର୍ବାଦ ଆଶା କରିଥିଲା। କିନ୍ତୁ ଏସ ଆପଣା ଇଚ୍ଛା ଅନୁସାରେ ସେ ବଞ୍ଚି ବ୍ୟଭିଚାରୀ ଭାବରେ, ଜଣେ ପାପିଷ୍ଟ ଭାବରେ ରହିଥିଲା। ଏସ ବଂଶରୁ ଅମାଲେକୀୟମାନେ ଜନ୍ମ ହୋଇଥିଲେ। କିଏ ସେମାନେ? ଅମାଲେକୀୟମାନେ। ଯାକୁବ ବଂଶରୁ 12 ଗୋଷ୍ଠୀ ଉତ୍ପନ୍ନ ହେଲା। ତହିଁରୁ ଅତି ପ୍ରମୁଖ ଜିହୁଦା ଗୋଷ୍ଠୀ ଅଟେ। ସେହି ଜିହୁଦା ଗୋଷ୍ଠୀରୁ ଜିହୁଦା ବଂଶର ସିଂହ ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ହୋଇଥିଲେ। ଏସ ଯାକୁବଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରୁଥିଲା। କିଏ କାହାକୁ ହତ୍ୟା କରିବା ପାଇଁ ଚାହୁଁଥିଲା? ଏସ ଯାକୁବଙ୍କୁ ହତ୍ୟା କରିବା ପାଇଁ ଚାହିଁଲା। ସେଠାରେ ଆକ୍ରମଣ ଘଟିଥିଲା। ସେଠାରେ ସମସ୍ତ ମନ୍ତ୍ରଣା ଘଟିଲା। କଣ ସେହି ମନ୍ତ୍ରଣା? ଯାକୁବଙ୍କ ଦ୍ୱାରା ଜିହୁଦା ବଂଶରୁ ଜିହୁଦୀମାନଙ୍କଠାରୁ ଜଗତର ପରିତ୍ରାଣକର୍ତ୍ତା ଯୀଶୁ ଜନ୍ମିବେ। ଯଦି ଯୀଶୁ ଜନ୍ମ ନ ହେବାକୁ ହେଲେ, ଜିହୁଦା ଜନ୍ମ ହେବା ଦରକାର ନାହିଁ। ଯଦି ନ ଜନ୍ମିବାକୁ ହେଲେ ଯାକୁବ ରହିବା ଦରକାର ନାହିଁ। ଯାକୁବ ଯଦି ନ ରହିଲା, ମାନେ ସତରେ ଯୀଶୁଖ୍ରୀଷ୍ଟ ଜନ୍ମିବାର ସୁଯୋଗ ନାହିଁ। ବୁଝିପାରିଲେ କି? ସେଦିନ ଏସୋ ଯାକୁବଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରୁଥିଲା। ସେଥିପାଇଁ ତ ଯାକୁବ ପଳାୟନ କରିଥିଲା। ସେଠାରେ ହିଁ ଶୟତାନ ଏସୋଙ୍କ ଦ୍ୱାରା ଯାକୁବକୁ ହତ୍ୟା କରିବା ପାଇଁ ଚେଷ୍ଟା କଲା। ଯାକୁବଙ୍କୁ ହତ୍ୟା କରିଦେଲେ। ଏବେ ଯୀଶୁଖ୍ରୀଷ୍ଟ ଜଗତରେ ଜନ୍ମ ହେବାର ଚାନ୍ସ ରହିବ ନାହିଁ। ତାହା ଥିଲା ତାର ଆଲୋଚନା। ଆପଣଙ୍କ ମନେ ଅଛି କି? ଅମାଲେକୀୟମାନେ ଇସ୍ରାଏଲ ସନ୍ତାନଗଣ ଯାତ୍ରା କରି ଯିବା ସମୟରେ ହଠାତ୍ରୁ ପଛରୁ ଆସି ଆକ୍ରମଣ କରି ସେମାନଙ୍କୁ ବଦ୍ଧ କରିବା ପାଇଁ ଚେଷ୍ଟା କଲେ। ଇସ୍ରାଏଲ ଲୋକମାନଙ୍କୁ ହତ୍ୟା କରିବାକୁ ଚେଷ୍ଟା କଲେ। ଏଣୁ ପରମେଶ୍ୱର କହିଲେ ଦ୍ୱିତୀୟ ବିବରଣ ପୁସ୍ତକରେ, ତମେ ପ୍ରତିଜ୍ଞାତ ଦେଶରେ ପ୍ରବେଶ କଲା ପରେ ଅମାଲେକୀୟମାନଙ୍କୁ ସମ୍ପୂର୍ଣ୍ଣ ରୂପେ କଣ କରିବ? ବର୍ଜିତ ରୂପେ ଧ୍ୱଂସ କର। ସେମାନେ ବଞ୍ଚିଲେ ତୁମକୁ ବଞ୍ଚିବାକୁ ଦେବେ ନାହିଁ। ସେମାନେ ଜୀବିତ ଥିଲେ ତୁମକୁ ଶାନ୍ତି ଦେବେ ନାହିଁ। ଧ୍ୱଂସ କର ସେମାନଙ୍କୁ। ସେତେବେଳେ ଏହି ଆଜ୍ଞା ସାମୁଏଲଙ୍କ ଦ୍ୱାରା ସାଉଲଙ୍କୁ ଈଶ୍ୱର ଜଣାଇଥିଲେ। ମୋଶାଙ୍କ ଦ୍ୱାରା ତମେ ପ୍ରତିଜ୍ଞାତ ଦେଶରେ ପ୍ରବେଶ କଲା ପରେ ଅମାଲେକୀୟମାନଙ୍କୁ ବର୍ଜିତ ରୂପେ ଧ୍ୱଂସ କର ବୋଲି ଆଜ୍ଞା ଦେଇଥିବା ଈଶ୍ୱର
ଏମାନେ ପ୍ରତିଜ୍ଞାତ ଦେଶକୁ ଆସିଗଲା ପରେ, ରାଜ୍ୟ ସ୍ଥାପନ କଲା ପରେ ଓ ସେମାନଙ୍କର ରାଜା ହେଲା ପରେ ସାମୁଏଲ କହୁଅଛନ୍ତି, ସାଉଲ, ଅମାଲେକୀୟମାନେ ଜୀବିତ ରହିବା ଦରକାର ନାହିଁ, ହତ୍ୟା କର ବୋଲି ଈଶ୍ୱର କହିଲେ। ଅମାଲେକୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯାଇଥିବା ସାଉଲ କଣ କଲେ ଜାଣ କି? କେତେକ ଲୋକଙ୍କୁ ହତ୍ୟା କଲା ଆଉ କେତେକ ଲୋକଙ୍କୁ ଛାଡ଼ିଦେଲା। କେବଳ ସେତିକି ନୁହେଁ, ତା ଫଳରେ ଅମାଲେକୀୟମାନଙ୍କର ରାଜା ଅଗାଗ ନାମକ ରାଜାକୁ ବଦ୍ଧ ନ କରି ଜୀବିତ ରଖିଲା। ସାଉଲ ରାଜା କରିଥିବା ବେକାର କାମ କଣ? ମାନେ ଅଗାଗକୁ ହତ୍ୟା ନ କରି ତା ନିକଟକୁ ଜୀବିତ କରି ଆଣିଥିଲା, ତା ସହିତ ଆଣିଥିଲା। ସେହି ସମୟର ଇତିହାସ କଣ ଜଣାଉଅଛି? ମାନେ ଅମାଲେକୀୟ ଦେଶର ରାଜା ହୋଇଥିବା ଅଗାଗ ଓ ରାଣୀ ସାଉଲ ସେ ଦୁହିଁଙ୍କୁ ହତ୍ୟା ନ କରି ସେ ଦୁହିଁଙ୍କୁ ତାଙ୍କ ସହିତ ତାହାର ରାଜ୍ୟକୁ ସେ ଆଣିଥିଲା। ଏହି ବିଷୟଟି ଦେଖି ସାମୁଏଲ ତାଙ୍କ ଉପରେ ବହୁତ କ୍ରୋଧ କରିଥିଲା। ସାଉଲ, ତମେ ଏ କି କାମ କଲ? ଅମାଲେକୀୟମାନଙ୍କୁ ବର୍ଜିତ ରୂପେ ବିନାଶ କର ବୋଲି ତୁମକୁ କହିଲେ, ତମେ ସେମାନଙ୍କୁ ବର୍ଜିତ ରୂପେ ବିନାଶ ନ କରି ସେ ରାଜାକୁ କାହିଁକି ଆଣିଲ? ଏହିପରି କହିଲା ପରେ ସାମୁଏଲ ସେହି ରାଜାଙ୍କୁ ହତ୍ୟା କରାଇଦେବେ। କିନ୍ତୁ ଇତିହାସ କଣ କହେ ଜାଣନ୍ତି କି? ଅଗାଗ ନାମକ ରାଜା ତାଙ୍କ ସହିତ ତାଙ୍କ ସ୍ତ୍ରୀ ଆସିବା ବେଳେ ସାମୁଏଲ ଅଗାଗ ନାମକ ରାଜାଙ୍କୁ ହତ୍ୟା କରାଇବା ବେଳେ ଅଗାଗ ରାଜାଙ୍କର ଭାର୍ଯ୍ୟା ଖସି ପଳାଇଥିଲା। ଏପରି ଖସି ପଳାଇଥିବା ସମୟରେ ସେ ଗର୍ଭବତୀ ସ୍ତ୍ରୀ ଥିଲା। ସେ ସେଠାରୁ ଖସି ପଳାଇଥିଲା, ସେ ଗର୍ଭବତୀ ସ୍ତ୍ରୀ ଥିଲା। ଅଗାଗ ନାମକ ରାଜା ମରିଯାଇଥିଲା, ମାତ୍ର ତାଙ୍କର ସନ୍ତାନକୁ ଜନ୍ମ ଦେଇଥିଲା। ତା ଫଳରେ ଅଗାଗୀୟ ଲୋକମାନେ ଉତ୍ପନ୍ନ ହେଲେ। ଆପଣ ବୁଝିଲେ କି? ଅଗାଗୀୟ ମାନେ ବଞ୍ଚିଲେ। ଅଗାଗୀୟ ଲୋକମାନେ କାହାର ବଂଶଧର? ଅଗାଗ ରାଜାଙ୍କର ସନ୍ତାନମାନେ। ସାମୁଏଲ କଣ କହିଲେ? ଅମାଲେକୀୟମାନଙ୍କୁ ବର୍ଜିତ ରୂପେ ବିନାଶ କର। ମାତ୍ର ଅଗାଗ ରାଜକୁ ଜୀବିତ ରଖିବା ଦ୍ୱାରା ସେହି ରାତ୍ରି ଅଗାଗର ଭାର୍ଯ୍ୟା, ରାଜାଙ୍କର ଭାର୍ଯ୍ୟା ଖସି ପଳେଇବା ଦ୍ୱାରା, ସେପରି ଯିବା ସମୟରେ ସେ ଏକ ଗର୍ଭବତୀ ସ୍ତ୍ରୀ ହୋଇଥିବାରୁ ତାପରେ ସେ ଏକ ସନ୍ତାନକୁ ଜନ୍ମ କଲା। ସେହି ସନ୍ତାନଠାରୁ ଉତ୍ପନ୍ନ ହୋଇଥିବା ଲୋକମାନେ ଅଗାଗୀୟ ଲୋକେ। ଏସବୁ ମୁଁ କାହିଁକି ଆପଣଙ୍କୁ କହୁଛି? ମାନେ ବର୍ତ୍ତମାନ ସମଗ୍ର ଜିହୁଦୀକୁ ବିନାଶ କର ବୋଲି ଆଜ୍ଞା ପ୍ରଦାନ କରିଥିବା ଲୋକ, ଏହି ଆଜ୍ଞା ରାଜାଙ୍କ ଦ୍ୱାରା ସମଗ୍ର ଦେଶରେ ପ୍ରଚାରିତ କରିଥିବା ବ୍ୟକ୍ତି କିଏ ଆପଣ ଜାଣ କି? ହାମନ। କିଏ ସେ? ହାମନ। ଏହି ହାମନ କିଏ ବୋଲି କହିଲେ? ଜଣେ ଅଗାଗୀୟ। ଆସନ୍ତୁ ଆମେ ଏହି ବିଷୟରେ ଅଳ୍ପ ସମୟ ଦେଖିବା। ଏଷ୍ଟର 3 ଅଧ୍ୟାୟ 1 ପଦରେ ଏହି ସକଳ ଘଟଣା ଉତ୍ତାରେ ଅକ୍ଷଶ୍ୱେରୋସ ରାଜା ଅଗାଗୀୟ ହମଦାଥାର ପୁତ୍ର ହାମାନକୁ ଉନ୍ନତ କରି ଉଚ୍ଚ ପଦାନ୍ବିତ କଲା, ଆଉ ତାଙ୍କର ସଙ୍ଗୀ ସମସ୍ତ ଅଧିପତିର ଆସନ ଅପେକ୍ଷା ତାଙ୍କୁ ଶ୍ରେଷ୍ଠ ଆସନ ଦେଲା। ଅଗାଗୀୟ ହମଦାଥାର ପୁତ୍ର ହାମନ। ଏହି ଅଗାଗୀୟ କେଉଁଠାରୁ ଆସିଲା କୁହନ୍ତୁ? ଅଗାଗ ରାଜାଙ୍କ ବଂଶରୁ ଆସିଲା। ଅଗାଗ ନାମକ ସେହି ରାଜାଙ୍କୁ, ରାଣୀଙ୍କୁ ସେହିଦିନ ଯଦି ବିନାଶ କରିଥିଲେ ସାଉଲ, ଏପରି ବିପତ୍ତି ଆସିଥାନ୍ତା କି? ଏହିପରି କଷ୍ଟ ଆସିଥାନ୍ତା କି? ଆଜି ଜିହୁଦୀମାନଙ୍କର ଜୀବନ ଚାଲିଗଲା ପରି ବିପଦ ଆସି ପହଞ୍ଚିଥାନ୍ତା କି? ବିଲକୁଲ ନାହିଁ ଆଜ୍ଞା। ଆଜ୍ଞା ଅମାନ୍ୟ କରିବା ହିଁ ପାପ। ସେହି ପାପକୁ ଯଦି ଜୀବିତ ରଖିଲେ, ତାହା ତୁମ ପ୍ରତି ଅଭିଶାପ ହେବ ଓ ତାହା ତୁମକୁ ପାତାଳକୁ ନେଇଯିବ। ଏହି ହାମନ ଦ୍ୱାରା ଶୟତାନ ରଚନା କରିଥିବା ରଚନା କଣ? ମାନେ ଜିହୁଦୀମାନଙ୍କୁ ଜଗତରୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବ। ସେଥିପାଇଁ ସେ ଆଜ୍ଞା କରାଇଥିଲା। ତେବେ ଜିହୁଦୀମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବା ନିମନ୍ତେ ଅଗାଗୀୟ ହାମନ ଯଦି ଚେଷ୍ଟା କରୁଛି, ମାନେ ନହିଲେ ଶୟତାନ ପଛରେ ରହି ଯଦି ଏହି ସମସ୍ତ ଘଟାଉଅଛନ୍ତି, ମାନେ ଈଶ୍ୱର କଣ ନୀରବ ରହିବେ କି? ନୀରବ ରହିପାରିବେ କି? ରହିବେନି। ଜିହୁଦୀମାନଙ୍କୁ ହତ୍ୟା କରିବା ପାଇଁ ଶୟତାନ କାହାକୁ ଚାହୁଁଅଛି? ହାମନର ଆବଶ୍ୟକ ପଡୁଛି।
ତେବେ ଜିହୁଦୀମାନଙ୍କୁ ରକ୍ଷା କରିବା ପାଇଁ ପ୍ରଭୁ କାହାକୁ ଲୋଡୁଅଛନ୍ତି? ଏଷ୍ଟର ଆବଶ୍ୟକ ପଡୁଛି। ପ୍ରିୟ ଭଉଣୀ ଓ ଭାଇମାନେ, ଶୟତାନ ତା ନିଜ ଶକ୍ତିରେ ଏହି ଜଗତରେ କିଛି କରିପାରିବ ନାହିଁ। ଯଦି ସେ କିଛି କରିବାକୁ ଚାହିଁଲେ ତା ବଶରେ ଥିବା କୌଣସି ଲୋକ ତାକୁ ଦରକାର। ଶୟତାନର ବଶରେ ଥିବା ଲୋକମାନଙ୍କୁ ହିଁ ଶୟତାନଠାରେ ଥିବା ଦୁଷ୍ଟତାକୁ, ଦୁଷ୍କର୍ମକୁ ପ୍ରକାଶ କରିପାରିବ। ସେହିପରି ଈଶ୍ୱର ପ୍ରେମମୟ ଅଟନ୍ତି। ପ୍ରେମମୟ ଈଶ୍ୱର ଏହି ଜଗତକୁ ଯଦି ତାଙ୍କ ପ୍ରେମ ପ୍ରକାଶ କରିବାକୁ ହେଲେ, ଯାହାଠାରେ ପ୍ରେମ ଅଛି ସେ ପ୍ରକାର ଗୋଟେ ବ୍ୟକ୍ତି ପ୍ରଭୁ ଚାହାନ୍ତି। ପ୍ରଭୁଙ୍କୁ ସମ୍ପୂର୍ଣ୍ଣ ସମର୍ପଣ କରିବା ବ୍ୟକ୍ତି ଦରକାର। ପ୍ରଭୁଙ୍କର ଆଜ୍ଞା ପାଳନ କରୁଥିବା ଗୋଟିଏ ବ୍ୟକ୍ତି ଦରକାର। ସେଠାରେ ଦେଖିଲେ ଶୟତାନ ଦ୍ୱାରା ଚାଳିତ ହେଉଥିବା ଗୋଟିଏ ବ୍ୟକ୍ତି ହାମାନର ସମ୍ମୁଖୀନ କରିବା ପାଇଁ ପ୍ରଭୁ କାହାକୁ ଚାହୁଁଛନ୍ତି? ତାଙ୍କ ସଂକଳ୍ପ ଅନୁସାରେ ବଞ୍ଚୁଥିବା ଗୋଟିଏ ବ୍ୟକ୍ତି ଦରକାର। ବୁଝିପାରୁଛନ୍ତି କି ପ୍ରିୟ ଭଉଣୀ ଓ ଭାଇମାନେ? ଆଜି ଶୟତାନକୁ ବହୁତ ଲୋକମାନେ ଅଛନ୍ତି, ତାହାର କଥା ଶୁଣିବା ଲୋକେ, କିନ୍ତୁ ଈଶ୍ୱରଙ୍କୁ ତାଙ୍କରି କଥା ମାନିବା ଲୋକେ ବହୁତ କମ୍ ଲୋକମାନେ। ବହୁତ କମ୍ ଲୋକେ ଅଛନ୍ତି। ବହୁତ କମ୍ ଲୋକେ ଅଛନ୍ତି। ସିଦ୍ଧ ଅନ୍ତଃକରଣ ଲୋକଙ୍କୁ ବଳବାନ କରିବା ପାଇଁ ସଦା ପ୍ରଭୁଙ୍କର ଚକ୍ଷୁ ସମଗ୍ର ପୃଥିବୀରେ ଖୋଜୁଅଛନ୍ତି। ସେତେ ଖୋଜିବା କାହିଁକି ଦରକାର ଆଜ୍ଞା? ସେମାନେ ମିଳୁନଥିବାରୁ। ବୁଝିପାରିଲେ କି? ସେମାନେ ମିଳୁନଥିବାରୁ 30 ବର୍ଷ ପୂର୍ବରୁ ସେବା କରିବା ନିମନ୍ତେ ଗୋଟିଏ ଗୃହଟି ନେଲୁ। ସେହି ଗୃହର ନାମ କାଲଭରି ହାଉସ୍। ସେ ଗୃହ ପ୍ରତି ମୁଁ ପ୍ରାର୍ଥନା କରି ଆସୁଥିଲି, ପ୍ରଭୁ ଅତି ବିଶ୍ୱସ୍ତ 400 ଲୋକମାନଙ୍କୁ ମୋତେ ଦିଅ ପ୍ରଭୁ। ଆମ ରାଜ୍ୟର ଚାରିକୋଣକୁ ଯାଇ ତୁମରି ସତ୍ୟତା ଓ ସତ୍ୟ ସୁସମାଚାରକୁ ପ୍ରଚାର କରିବି ପ୍ରଭୁ। 400 ବିଶ୍ୱସ୍ତ ଲୋକମାନଙ୍କୁ ଦିଅ ପ୍ରଭୁ। ଦିଅ ହେ ପ୍ରଭୁ, ଦିଅ ପ୍ରଭୁ। ଅଦ୍ଭୁତର ସୁସମାଚାର, ତୁମ ବିଷୟର ସୁସମାଚାର ଆମ ରାଜ୍ୟର ଚାରିକୋଣକୁ ନେଇ ସୁସମାଚାର ପ୍ରଚାର କରିବି ପ୍ରଭୁ ବୋଲି କେତେ ବୋଝରେ ମୁଁ ପ୍ରାର୍ଥନା କରି ଆସୁଥିଲି। ସ୍କ୍ରିନରେ ଆପଣମାନେ ଦେଖିବାକୁ ପାରୁଛନ୍ତି ତାହା କାଲଭରି ହାଉସ୍। ସେଠାରେ ଆମ ସେବା କାର୍ଯ୍ୟ ପ୍ରାରମ୍ଭ ହୋଇଥିଲା। ଏହି ଗୃହ ଉପରେ ମୁଁ ପ୍ରାର୍ଥନା କରୁଥିବା ସମୟରେ ପ୍ରଭୁ ମୋତେ ଗୋଟେ କଥା କହିଲେ। ସେହି ପ୍ରାର୍ଥନା ବନ୍ଦ କର କହିଲେ। କେଉଁ ପ୍ରାର୍ଥନା? 400 ବିଶ୍ୱସ୍ତ ଲୋକମାନଙ୍କୁ ଦିଅ ପ୍ରଭୁ, ବିଶ୍ୱସ୍ତ ଲୋକମାନଙ୍କୁ ଦିଅ ବୋଲି କହୁଥିଲେ। ସେ ପ୍ରାର୍ଥନା ବନ୍ଦ କର କହିଲେ। କଣ ହେଲା ପ୍ରଭୁ ବୋଲି ପଚାରିଲେ। ତୁମକୁ 400 ବିଶ୍ୱସ୍ତ ଲୋକମାନେ ଦରକାର କି? ହଁ ପ୍ରଭୁ। ସେଦିନ ପ୍ରଭୁ ମୋତେ ଏପରି କହିଲେ, ବିଶ୍ୱସ୍ତ ଲୋକମାନେ ମୋତେ ମିଳୁନାହାନ୍ତି, ତୁମ ପାଇଁ କେଉଁଠୁ ଆଣିବି ମୁଁ? ପ୍ରିୟ ଭଉଣୀ ଓ ଭାଇମାନେ, ଏତେ ହଜାର ସଂଖ୍ୟାରେ ଆସିଲେ ନୁହଁ କି? ଆମ ସମସ୍ତଙ୍କୁ ଦେଖି ଯଦି ପ୍ରଭୁ ଯଦି ଏପରି କହିଲେ, ଏତେ ଲୋକ ଆସିଲେ ମାତ୍ର ଏମାନଙ୍କ ମଧ୍ୟରେ ଅତି ବିଶ୍ୱସ୍ତ ଲୋକେ ମୋତେ ଦେଖାଯାଉ ନାହିଁ ବୋଲି କହିଲେ, ଆମେ ସମବେତ ହେବା ଆବଶ୍ୟକ କି? ଆପଣ ଆସିବା ଦରକାର କି? ଆପଣ ପ୍ରାର୍ଥନା କରିବା ଆବଶ୍ୟକ କି? କେବଳ ଆମ ଆବଶ୍ୟକ ପୂର୍ଣ୍ଣ କରିବା ପାଇଁ ଆସିଲୁ ମାତ୍ର ପ୍ରଭୁ ଆଶା କଲା ପରି ଜୀବନ ବଞ୍ଚିବା ପାଇଁ ବ୍ୟକ୍ତିତ୍ୱ ଆମଠାରେ ନଥିଲେ କେମିତି ହେବ କୁହନ୍ତୁ? ଆଜି କିଏ ସାହସରେ କହିପାରିବେ କି ପ୍ରଭୁଙ୍କ ଦୃଷ୍ଟିରେ ମୁଁ ଅତି ବିଶ୍ୱସ୍ତ ଭାବରେ ବଞ୍ଚୁଅଛି ଓ ବଞ୍ଚିବା ପାଇଁ ଆଶା କରୁଅଛି ବୋଲି? ଆପଣ ଯଦି କହିପାରିଲେ, ମୋହର ଈଶ୍ୱର ତୁମ ଦ୍ୱାରା ହିଁ ଶୟତାନର ଶକ୍ତିଗୁଡ଼ିକ ବିନାଶ କରିବାକୁ ଯାଉଛନ୍ତି। ତୁମ ଦ୍ୱାରା ହିଁ ଈଶ୍ୱର ତାଙ୍କରି ଦିବ୍ୟ ସଂକଳ୍ପ ଯୋଜନାମାନ ସଫଳ କରିବା ପାଇଁ ଆଶା କରନ୍ତି। ହେ ମହାପବିତ୍ର ପ୍ରେମମୟ ପିତା, ତୁମ ପବିତ୍ର ଉପସ୍ଥିତିରେ ଶ୍ରେଷ୍ଠକର ବାକ୍ୟ ଦ୍ୱାରା ଆମମାନଙ୍କୁ କଥା କହିଥିବାରୁ ତୁମରି ଧନ୍ୟବାଦ, ପ୍ରଶଂସା, ଗୌରବ କରୁଅଛୁ। ଏ ସମୟରେ ହେ ପିତା, ବିଶ୍ୱସ୍ତ ଲୋକ ତୁମକୁ ଦରକାର। ତମେ ବିଶ୍ୱାସ କରିବା ଲୋକ ତୁମକୁ ଦରକାର। ବାପା, ସେମାନଙ୍କ ମଧ୍ୟରେ
ମୋତେ ମନୋନୀତ କର ପ୍ରଭୁ। ଆମ୍ଭମାନଙ୍କୁ ମନୋନୀତ କର। ତମେ ସିଦ୍ଧ ଅନ୍ତଃକରଣ ଚାହୁଁଛ। ସେମାନଙ୍କୁ ବଳବାନ କରିବା ପାଇଁ ଚାହୁଁଅଛ। ମୋତେ ସିଦ୍ଧ ବ୍ୟକ୍ତି ରୂପେ, ବିଶ୍ୱସ୍ତ ବ୍ୟକ୍ତି ରୂପେ, ହେ ବାପା, ତୁମ ଦୃଷ୍ଟିରେ ମୁଁ ଦେଖାଗଲା ପରି ଆମ୍ଭମାନଙ୍କୁ ମୋତେ ଆମ ସମସ୍ତଙ୍କୁ ସାହାଯ୍ୟ କର। ମୋର ଭୁଲ, ମୋହର ଅପରାଧ, ମୋହର ପାପ ସମ୍ପୂର୍ଣ୍ଣ ରୂପେ ତୁମେ କ୍ଷମା କରି ସମ୍ପୂର୍ଣ୍ଣ ରୂପେ ସେସବୁ ଆମଠାରୁ ଦୂର କରିଦେଇ ତୁମ ଗ୍ରହଣ ଯୋଗ୍ୟ ଭାବେ ହେ ପିତ ତୁମ ନିମନ୍ତେ ବଞ୍ଚିବା ପାଇଁ ଅନୁଗ୍ରହ ମୋତେ ଆମକୁ ପ୍ରଦାନ କର ବୋଲି ଯୀଶୁଙ୍କ ନାମରେ ପ୍ରାର୍ଥନା କରୁଅଛୁ ପିତା। ଆମେନ୍। ଆମର ଆଡ୍ରେସ୍ କାଲଭରୀ, ପୋଷ୍ଟ ବକ୍ସ ନମ୍ବର 30, କୁକଟପଲ୍ଲୀ, ହାଇଦ୍ରାବାଦ 72।